ଖାଲି ଗୋଟେ ଶବ୍ଦ केबे कौन है केबे तो हाँ से प्रश्न मो पतरे तो केबे शैतान शैतान मु गोटाए शैतान हो तो भलिया शैतान मानन करो पापा हो छिमो चित्कार करना कहूची चित्कार करना कहूची हिताब चुप आज्ञा आपणकर बोपा पिटी पकईब पिटू बाहर करदेव चोपा ठेसी पकईब क्या पलैब माट फाट ये पलैब बेकार रहा नहीं ठेसी पकईब बेकार रही हमारे स्तर कोड़ा पान कर कौन पाई मारछ कहू अबे कोठा डेरियो मनीष देखा जाता खेबे एटा हेउछि मो शत्रु कौन है आउ शत्रु को संहार करिबा हेउछे मो कर्तव्य सारे मनीष बा किचो डाले भी तू बे मनीष मनीष भितरे केबा मध्य शत्रुता भाव आसे नहीं आसे केवल मित्रता भाव ए जे जेमिति जीवन सारा मरती जीवन सारा तोर रीति उपदेश छोड़िबा पाई मो पाखरे समय नाही पड़े जा समय नहीं तो पड़ी जा ओठु हाँ पड़ी जा नाही बे भोलदास पड़ी जा ठू ए बापा पुआ दे जड़न को न मारिला जाए ए जागा छाड़ी कुआरी बीजीबी तोर मो सामने रे मारिबो ओरी सम्मुख रे मारी मो सामने रे मारिबो ओरी सम्मुख रे बापा पुआ दे जड़न मारिक देखा मारी देबी मारिक देखाबे मारी देबी मारिक देखाबे भाई चुपचाप साइड जा अब पाते जो एके पड़ा तो गोड़ हाथ कटेड़ी थई देबी ताल गछ परी बाट चली पुरी अमरीश ताल गछ भली बाट चलबू भल दशा अच्छी तो एठू पलई जा मरी पलई जा क्या मारिबा तू मो मरबी तू आग मरी मो मरबी तू सोला न मोले ए भाई बापा पुआ दे जड़न को मारी पारी मत मारिबो आग तू अरे तू मत मारिबो बे आग तू मरी भूबे मारे ते भाई आज कबे सोना चौंटाल अमरीश आ मत मारी देखा मरी भूबे मार मरी भूबे मारे के देखाबे मरी मार भूबे बे मत मो शिशु पुत्र को बचाई आपण को अशेष अशेष धन्यवाद बाबू बस नहीं अरे मत क्या धन्यवाद जन धन्यवाद जन तो से बाबा धन्यवाद सी तुम मंगल करेंगे अरे मो किए मो तुम भले गोटे छोटा मनीष आउ मनीष पड़ी आस तुम विपद में पड़ी तुमको जो साहय कर से बाबा जो कृपा अच्छा बास तुम किए आउ से तुम कौन पे आते कौन बास कहतु मो परिचय शुणा बाबू से बास शुणा बाबू मो परिचय कौन बास कहतु हूँ
ଏ ବିଶାଳ କାଶୀ ରାଜ୍ୟ ରାଜା ମର୍କତ କେଶରୀଙ୍କ ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ବିଶାଳ କାଶୀ ରାଜ୍ୟର ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ହଁ ବାବୁ। ଆଉ ଆଉ ମୋର ଏଇ କଳା ଶିଶୁ ପୁତ୍ର, ଏହାର ନାମ ହେଉଛି ସାଗର ଚରଣ। ଆରେ ତାହା ତ ଠିକ, ହେଲେ ସେମାନେ ତମ କଣ ପାଇଁ ମାରିଥିଲେ, କାହିଁକି ମାରିଥିଲେ କୁହନ୍ତୁ ମାସେ କୁହନ୍ତୁ। କହିବି ବାବୁ, କୁହନ୍ତୁ ଗୋଟି ଗୋଟି କରି ସବୁ କହିବି। କୁହନ୍ତୁ ମାସେ କୁହନ୍ତୁ। ସେ ଚଟାଳ ଏଠିକି ଆସିବିନି, ଯାହା କହିବେ କୁହନ୍ତୁ। ରାଜା ମର୍କତ କେଶରୀ ମୋତେ କଥା ଦେଇଛନ୍ତି ବାବୁ, ତାଙ୍କ ଝିଅ ଶାମୁକା ଆଉ ମୋ ପୁତ୍ର ସାଗର ଚରଣ, ଏଇ ଦି ଜଣ ଯେତେବେଳେ ଯୌବନ ବୟସକୁ ଆସିବେ, ଏଇ ଦି ଜଣକୁ ସେ ବିବାହ ଦେବେ ବୋଲି ମୋତେ କଥା ଦେଇଛନ୍ତି ବାବୁ। ଆରେ ମତେ ମାସେ, ଆରେ ତା ତ ଅତି ଆନନ୍ଦର କଥା, ଉଚିତ କଥା, ଭଲ କଥା। ଆଉ ସେଇ କଥାକୁ ନେଇ କଣ? ହଁ ବାବୁ, ସେସବୁ କଥାକୁ ଶୁଣି ରାଜ୍ୟର ସେନାପତି ଆଉ ଗୁମସ୍ତା ଜଟ ପାତ୍ର ଆମ କଥାକୁ ସହି ପାରିଲେନି ବାବୁ। ସହି ନ ପାରି ମୋତେ ବହୁତ ମାଡ଼ ମାରିଛନ୍ତି ବାବୁ। ମାରି ମାରି ମୋତେ ରକ୍ତାକ୍ତ କରି ଦେଇଛନ୍ତି। ମାସ ଜାଣିଛି ଆପଣଙ୍କ ପ୍ରତି କି ଅନ୍ୟାୟ ହେଇଛି ରହିଛି, ମୁଁ ପଚାରିଛି। ହେଲେ ଆପଣ ଜମାରୁ ଚିନ୍ତା କରନ୍ତୁନି, ମୁଁ ଅଛି। ଏ ଜଙ୍ଗଲ ଦଶତ ପର୍ଯ୍ୟନ୍ତ ଏ ଜଙ୍ଗଲରେ କାହାର ଅନିଷ୍ଟ ଘଟିବନି, କାହାର କ୍ଷତ ହେବ ସେ ଆପଣଙ୍କୁ ନେଇଯିବ ଦସ୍ୟୁଟିକୁ, ଆଉ ସେଇଠି ଆପଣଙ୍କ ସେବା ତ ମୁଁ କରିବି। ଆଉ ଆପଣ ଭଲ ସାରିଲା ପରେ ଫେରିଯିବେ ଆପଣଙ୍କ ରାଜ୍ୟକୁ। ଆପଣଙ୍କର କିଛି ଭାବନା ମାସେ, କିଛି ଅସୁବିଧା ହବନି। ନାଇଁ ବାବୁ, ନାଇଁ, ମୁଁ ଆଉ ସେ ରାଜ୍ୟକୁ ଫେରି ପାରିବିନି ବାବୁ। କିନ୍ତୁ କାହିଁକି, କଣ ପାଇଁ ଫେରିବେ ନାହିଁ, କଣ ହେଇଛି କୁହନ୍ତୁ ମାସ କୁହନ୍ତୁ। କାହିଁକି ନା ମୁଁ ଆଉ ବଞ୍ଚିବିନି ବାବୁ। ନାଇଁ ମତେ ମାସ ନାଇଁ, ଆପଣ ବଞ୍ଚିବେ, ଆପଣ ନିଶ୍ଚୟ ବଞ୍ଚିବେ। ଆଉ ଆପଣଙ୍କୁ ମୁଁ ବଞ୍ଚେଇବି। ଆଉ ଆପଣ ଯଦି ବଞ୍ଚିବେ ତାହେଲେ ଆପଣ ଶ୍ରୀପୁତ୍ର ବଞ୍ଚିବ କେମିତି କୁହନ୍ତୁ ମାସ? କେମିତି ବଞ୍ଚିବ ଆପଣଙ୍କ ଶିଶୁ ପୁତ୍ର? ମାସୟ ଆପଣଙ୍କୁ ବଞ୍ଚିବାକୁ ହବ, ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ମାସୟ, ଧୈର୍ଯ୍ୟ ଧରିବାକୁ ପଡ଼ିବ। ଆରେ ମୁଁ ତ କହୁଛି ଆପଣଙ୍କର କିଛି ଅସୁବିଧା ହବନି, ପୁଣି କାହିଁକି ସେମିତି କରୁଛନ୍ତି? ହେଲେ ବାବୁ, ମୁଁ ଆପଣଙ୍କୁ ଗୋଟାଏ କଥା କହିବି, ମୋ କଥା ରଖିବେ ବାବୁ। କୁହନ୍ତୁ ମାସୟ କୁହନ୍ତୁ, ପାରିବି ଯଦି ନିଶ୍ଚୟ ରଖିବି। ଆପଣ କ'ଣ କହିବାକୁ ଚାହୁଁଛନ୍ତି କୁହନ୍ତୁ, କୁହନ୍ତୁ ମାସୟ କୁହନ୍ତୁ। ମୁଁ ତ ବଞ୍ଚିବିନି ବାବୁ। ମହାଶୟ, ଆରେ ମୁଁ ତ କହୁଛି ଆପଣ ବଞ୍ଚିବେ, ପୁଣି କାହିଁକି ସେମିତି କରୁଛନ୍ତି? ମୁଁ ମରିବା ପୂର୍ବରୁ ମୁଁ ମୋ ଶିଶୁ ପୁତ୍ରକୁ ଆପଣଙ୍କୁ ସମର୍ପଣ କରିବି। ମନ୍ତ୍ରୀ ମହାଶୟ, ଆପଣ ନିଜେ ବୁଝି ବୁଝାରି ଚିନ୍ତା କରିଛନ୍ତି ତ? ଆରେ ମୁଁ ଯେ ଗୋଟାଏ ଜଙ୍ଗଲ ଦସ୍ୟୁ, ମୋର ଯଦି ବଞ୍ଚିବା କେତେ ଯେ କଷ୍ଟ ସାଧ୍ୟ, ପୁଣି ଆପଣଙ୍କ ସୁପୁତ୍ରକୁ ମୁଁ କେମିତି ବଞ୍ଚାଇବି? ଯାଇ ବସ ନାହିଁ, ଆପଣ ଯାହା କତ ମାରି ଫେଲେ ଆପଣଙ୍କ ଶିଶୁପୁତ୍ରକୁ ମୁଁ ନେଇ ବଞ୍ଚାଇ ପାରିବିନି, କେବେ ବି ହଁ। ଆପଣଙ୍କ କଥା ମୁଁ କେବେ ବି ରଖିପାରିବିନି ମାସୟ, କେବେ ବି ହଁ। କ୍ଷମା କରିଦେବେ। ଆରେ ମୁଁ ଯେ କେମିତି ଗୋଟେ କଳସି ପୁତ୍ରକୁ ଧରି ବସି ମଣିଷ କରିବି ନାଇଁ? ଆରେ ବାସୟ ଜାଣିଛ, ଏଠି ପାଦ ପାଦ କି ବିପଦ, ମଣିଷ କେତେବେଳେ ମରିବ କେତେବେଳେ ବଞ୍ଚିବ ତାହାର କୌଣସି ଠିକଣା ନାହିଁ। ପୁଣି ଆପଣଙ୍କ ସେ ପୁତ୍ରକୁ ମୁଁ କେମିତି ବଞ୍ଚିବି? ଯାଇ ବସ ନାହିଁ, ଆପଣ ମନା କରନ୍ତୁନି ବାବୁ। ଆପଣ ମତେ ବାଧ୍ୟ କରୁଥିଲି, ମୁଁ ପାରିବି ତାହା। ଯାଇ ଆପଣଙ୍କୁ ମୋ ପୁଅର ନିୟମ। ମନ୍ତ୍ରୀ ମହାଶୟ, ଶିଶୁର ରାଣ ପକେଇଦେଲ, ତା ପୁଣି ଗୋଟାଏ କଣ ଶିଶୁ ପାଖରେ? ଜାଣିଛ, କଣ ଶିଶୁ ହଉଛି ଭଗବାନଙ୍କ ସ୍ୱରୂପ, ଆଉ ସେଇ ଭଗବାନଙ୍କ ପାଖରେ ମତେ ରାଣ ପକେଇଦେଲ। ଠିକ ଅଛି, ରାଣ ତେବେଳେ ପକେଇ ଦେଇଛ, ଆରେ ମୋ ବା ମନେ କରିବ କିଏ? ଦିଅନ୍ତୁ ଦିଅନ୍ତୁ ଆମର ସୁପୁତ୍ରକୁ, ଚେଷ୍ଟା ମୁଁ କରିବି ତାକୁ ବଞ୍ଚିବା ପାଇଁ, ଚେଷ୍ଟା ମୁଁ କରିବି।
ସାବାସ୍ ହେଲେ ବାବୁ ମୋ ଶିଶୁ ପୁତ୍ରକୁ ମାର ମମତା ବାବାର ସ୍ନେହ ଦେଇ ତାକୁ ବହୁତ ଖୁସିରେ ରଖିବା ବାବୁ। କହିଲି ମତେ ବାସୟ କେବେ ବି ଦୁଃଖ ଦବନି। ପ୍ରାଣପଣେ ଚେଷ୍ଟା କରିବି ଆଉ ତାଠୁ କିଛି ଅଧିକ କରିପାରିବିନି। କିଛି ବି ହଁ ଝିଅନ୍ତୁ ଝିଅନ୍ତୁ ଆପଣ ଶ୍ରୀପତିକୁ ତାହେଲେ ମୋ ଛାତିର କଲିଜାଟାକୁ ମୁଁ ଆପଣଙ୍କୁ ସମର୍ପଣ କରୁଛି ବାବୁ। କେମିତି ରହିବ ବାଟ ଚାଲିବ କେମିତି ରହିବ ବାଟ ଚାଲିବ ଆଖି ହବ ଛଳ ଛଳ ରହିବ ମନ ହେବ ତଳ ଭଲ ମାନିବ ବଞ୍ଚି ରହିବାକୁ ହେବ ତତେ ମରିଲା ବଞ୍ଚି ରହିବାକୁ ହେବ ମତେ ସେ ପାରିରୁ ଆସିଲା ଶ୍ରାବଣ ସରିନି ଅଗୁଣ ଆସିଲା ଶ୍ରାବଣ
केही सुनिले पागल झुटी पड़े केही धरिले बची रही बातुरे बाते मारिला बची रही बातुरे बाते मारिला सरिनी 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 पागुणा हसिला श्रवण 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 सरिनी